ଅଭିଳାଷ ଏବଂ ଅପରାଜିତାର ପରିବାର ବାଧ୍ୟ ହୋଇଛନ୍ତି ଦୁହିଁଙ୍କର ବିବାହ ତୁରନ୍ତ କରିବା ପାଇଁ। କାରଣ ଅଭିଳାଷକୁ ବତିଶ ଛୁଇଁବାକୁ ବସିଲାଣି ଏବଂ ଅପରାଜିତା ଅଭିଳାଷର ପ୍ରେମରେ ଅନ୍ଧ ହୋଇସାରିଛି। ତେଣୁ ସର୍ବମଙ୍ଗଳ ଜଗନ୍ନାଥ କରି ଉଭୟଙ୍କର ବିବାହର ତାରିଖ ଧାର୍ଯ୍ୟ କରି ନେଇଛନ୍ତି ଉଭୟଙ୍କର ପରିବାର। ଅଭିଳାଷ ଅପରାଜିତା ସ୍ୱପ୍ନ ରାଜ୍ୟରେ ଘୁରି ବୁଲୁଛନ୍ତି। ବିବାହର ତାରିଖ ଯେତେ ପାଖେଇ ପାଖେଇ ଆସୁଛି ଉଭୟଙ୍କ ମନରେ ଉତ୍ସାହ ଆଉ ଉଦ୍ଦୀପନା ସେତେ ବଢ଼ି ବଢ଼ି ଚାଲିଛି। ଆଜି ହେଉଛି ମଙ୍ଗନ। ମଙ୍ଗନ ହାଣ୍ଡି ବସିଗଲାଣି। ଅପରାଜିତାର ଭାଇ ବରଦରା ହୋଇ ଯିବାକୁ ସଜ ହେଲାଣି। ଅଭିଳାଷକୁ ବାହା ହେବାର ଖୁସି ଭିତରେ ଅପରାଜିତା ମୁହଁ ଆଗରେ ଦିଶିଯାଇଛି ତାର ଭାଇ, ଭଉଣୀ, ବାପା, ମା, ବୋଉ ଆଉ ସାଙ୍ଗସାଥୀଙ୍କ ମୁହଁ। ସତରେ ସେ ସମସ୍ତଙ୍କୁ ପର କରି ସବୁଦିନ ପାଇଁ ଚାଲିଯିବ। ତାର ମନେ ପଡ଼ିଯାଇଛି ପିଲାବେଳେ ତା ବାପା କେମିତି କାନ୍ଧରେ ବସାଇ ସକାଳେ ଗାଧେଇ ନିଅନ୍ତି, ଘଷି ମାଜି ସାବୁନ ଲଗାଇ ଚିକ୍କଣ କରିଦିଅନ୍ତି, ତାକୁ ଗାଧୋଇ ଦେଇ ପଥର ଉପରେ ଠିଆ କରି ନିଜେ ଯାଇ ଗାଧାନ୍ତି। ଗୋରା ତକ୍ ତକ୍ ଫୁଙ୍ଗୁଳା ଦେହରେ ସେ କେମିତି ପାଣି ଭିତରେ ନିଜକୁ ଦେଖି ବାପାଙ୍କୁ କେମିତି କହେ, ହେ ମୋତେ ଦେଖିଲ ବାପା, ମୁଁ କେତେ ଗୋରା, ପାଣିରେ ମୋ ମୁହଁ କେମିତି ଦେଖାଯାଉଛି, ମୁଁ ଜମା ମାଟିରେ ଚାଲିବିନି, ମୋ ଗୋଡ଼ କାଦୁଅ ହୋଇଯିବ। ମୁରିକି ହସଟେ ମାରି ଅପରାଜିତାର ବାପା ଅପରାଜିତାକୁ କାନ୍ଧରେ ବସାନ୍ତି। ଜଳଖିଆ ଦୋକାନରୁ ପଦ୍ମପତ୍ରରେ ଗୋଟିଏ କ୍ଷୀରଗଜା ଆଣି ଅପରାଜିତାକୁ ଧରେଇ ଦିଅନ୍ତି। ସିଂହାସନରେ ରାଜା ବସିଲା ଭଳି ବାପାଙ୍କ କାନ୍ଧରେ ବସି କ୍ଷୀରଗଜା ଖାଇ ଖାଇ ଘରକୁ ଫେରେ ଅପରାଜିତା। ବାପା ଡ୍ୟୁଟିରୁ ଫେରିଲା ବେଳେ କେତେ କ'ଣ ଆଣନ୍ତି। ସବୁ ଭାଇ ଭଉଣୀଙ୍କୁ ଏକାଠି ବସାଇ ଖାଇବା ପାଇଁ ସମାନ ଭାବରେ ବାଣ୍ଟି ଦିଅନ୍ତି। ତାପରେ ବି ଭାଇ ଭଉଣୀଙ୍କ ଭିତରେ ଛଡ଼ାଛଡ଼ି ହୁଏ, କଜିଆ ଲାଗେ, ପୁଣି ସମସ୍ତେ ଏକାଠି ହୁଅନ୍ତି। ସବୁକିଛି ଆଜି ମନେ ପଡ଼ିଯାଉଛି ଅପରାଜିତାର। ସେ କଇଁ କଇଁ ହୋଇ କାନ୍ଦି ଉଠୁଛି ଆଉ ଚିନ୍ତା କରୁଛି।